ମା ଶୀତଳା ଠାକୁରାଣୀ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ କଲେ ସୋରଡା ବିଧାୟକ। ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବଡ଼ଗଡ଼ ଖେଳ ପଡ଼ିଆଠାରେ ମା ଶୀତଳା ଠାକୁରାଣୀ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସୋରଡା ବିଧାୟକ ନୀଳମଣି ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ଭଗବାନ ପାତ୍ର, ମଣ୍ଡଳ ସଭାପତି ରାଧାମୋହନ ସ୍ୱାଇଁ, ଭି ଜଗଦୀଶ ରାଜୁ, ଯୁବ ସଭାପତି ଶ୍ୟାମ ପ୍ରଧାନ, ସମାଜସେବୀ ରବୀନ୍ଦ୍ର ସାହୁ, ଗଣେଶ ଆଚାର୍ଯ୍ୟ, ସୁଶାନ୍ତ ମହାରଣା ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ବିଧାୟକ ଖେଳ ପଡ଼ିଆର ଉନ୍ନତିକରଣ ସହ ଭଲିବଲ ଖେଳର ଆବଶ୍ୟକତା ବିଷୟରେ କହିଥିଲେ। ଗଞ୍ଜାମ ସୋରଡାରୁ ସ୍ପେଶାଲ ରିପୋର୍ଟର ଆମ ଖବର।